ଶ୍ରାବଣ ପରିକ୍ରମାରେ ବଡ଼ମାଙ୍କ ଜନ୍ମତିଥି ଅବସରରେ ଆଜିର ବିଷୟବସ୍ତୁ ହେଉଛି ସନ୍ତାନଚର୍ୟା। ସେ ବିଷୟରେ ମୁଁ କିଛି ଆଲୋଚନା କରିବାକୁ ଚାହୁଁଛି। ବୈବାହିକ ଜୀବନରେ ସନ୍ତାନଟିଏ ଲାଭ କରିବା ପରମ ସୌଭାଗ୍ୟର ବିଷୟ ହୋଇଥାଏ। ଯିଏ ଏଥିରୁ ବଞ୍ଚିତ ସେଭଳି ଦମ୍ପତି ହିଁ ଏହି ଉକ୍ତିକୁ ସର୍ବାଧିକ ଅନୁଭବ କରିପାରନ୍ତି। ଯେଉଁ ମା ସନ୍ତାନଟିଏ ପ୍ରାପ୍ତି ହୋଇଛି ସେ ମଧ୍ୟ ଜଣେ ସନ୍ତାନ ପ୍ରସବ କିଭଳି ଏକ କଷ୍ଟକର ବ୍ୟାପାର। ପୁନଶ୍ଚ ସନ୍ତାନଟିଏ ପାଇବା ସତ୍ତ୍ୱେ ସନ୍ତାନ ଯଦି ତା'ର ମନଲାଖି ନ ହୁଏ, ବିଶେଷତଃ ସେହି ସନ୍ତାନ ଯଦି ପିତାମାତାଙ୍କର ଆଜ୍ଞାବହ ନ ହୁଏ, ଅସାମାଜିକ ଓ ଅପଯଶ ଆଣିବା ଭଳି ହୀନ ଓ ନୀଚ କର୍ମରେ ଲିପ୍ତ ରହେ, ଅଯୋଗ୍ୟ ଅକର୍ମା ହୁଏ, ପିତାମାତାଙ୍କର ଭରଣ ପୋଷଣରେ ବିମୁଖ ରହେ, ତାଙ୍କୁ ଅବଜ୍ଞା କରେ, ତାଚ୍ଛଲ୍ୟ କରେ, ମୋଟ ଉପରେ ତା'ର ପ୍ରତିଟି କଥା କାମ ଯୋଗୁଁ ପିତାମାତା ଯଦି ମାନସିକ ଯନ୍ତ୍ରଣାରେ ଛଟପଟ ହୁଅନ୍ତି, ତାହେଲେ ସେଭଳି ପରିସ୍ଥିତିରେ ସେହି ହତଭାଗ୍ୟା ଦମ୍ପତି ଭାବେ ଏଭଳି ସନ୍ତାନ ଲାଭଠାରୁ ବନ୍ଧା ଜୀବନ ବରଂ ଶତଗୁଣ ଶ୍ରେୟସ୍କର। ଶ୍ରୀ ଶ୍ରୀ ଠାକୁର କହିଲେ, ସୁସନ୍ତାନ ଜନ୍ମ ଦିଆଯାଏ, ତିଆରି କରାଯାଏ ନା। ତେବେ ସୁସନ୍ତାନ ଜନ୍ମ ଦେବାର କୌଶଳ ନ ଜାଣି ଯାହାର ସନ୍ତାନ ଜନ୍ମ ହୋଇଛି ତାକୁ ମଧ୍ୟ ଏକ ଅପେକ୍ଷାକୃତ ଉତ୍ତମ ମଣିଷରେ ରୂପାନ୍ତରିତ କରିବା ଉଜ୍ଜ୍ୱଳ ସମ୍ଭାବନା। କାହିଁକି ନା ଶ୍ରୀ ଶ୍ରୀ ଠାକୁର ଆମକୁ ବହୁତ କିଛି ବିଧି ନିୟମାବଳୀ ଦେଇଛନ୍ତି। ତାଙ୍କୁ ଯଦି ମାନିକି ଚଳିବା ତାହେଲେ ଗୋଟେ ନବଦମ୍ପତି ଗୋଟେ ସୁନ୍ଦର ବାପା ମା ହେଇପାରିବେ। ଶ୍ରୀ ଶ୍ରୀ ଠାକୁର କହିଲେ, ସନ୍ତାନ ପ୍ରସବ କଷ୍ଟ ଯଦିଓ ସନ୍ତାନଚର୍ୟା ସହଜ ନୁହେଁ। ସନ୍ଧିଚ୍ଛା ସହ ବୁଦ୍ଧିମତୀ ନିଷ୍ଠା ନିପୁଣ ହେବାକୁ ହୁଏ। ସବୁ ମା ଶିଶୁ ସନ୍ତାନର ମୋହରେ ଆବଦ୍ଧ ହୋଇ ସବୁ ସମୟରେ ସନ୍ତାନର ପ୍ରୟୋଜନ ପୂରଣରେ ହିଁ ବ୍ୟସ୍ତ ରହନ୍ତି, ଅଥଚ ସ୍ୱାମୀ ଦେବତାଙ୍କର ପ୍ରୟୋଜନ ପ୍ରତି ଦୃଷ୍ଟିହୀନ ହୋଇପଡ଼ନ୍ତି। ସେଭଳି ମା'ମାନଙ୍କୁ ଚେତାବନୀ ଦେଇ ଶ୍ରୀ ଶ୍ରୀ ଠାକୁର କହିଲେ, ଯେଉଁଠି ସନ୍ତାନର ପ୍ରୟୋଜନରେ ସ୍ୱାମୀ ପରିଚର୍ୟା ଶିଥିଳ ହେବାକୁ ବାଧ୍ୟ ହୁଏ, ସେଠାରେ ଯେ ସ୍ୱାମୀ ଅନୁରାଗ ପ୍ରବୃତ୍ତିଗୁଡ଼ିକ ଭେଦ କରି ପ୍ରତିଷ୍ଠିତ ନୁହେଁ, ତାହା ଅତି ନିଶ୍ଚୟ। ଆଉ ଏହାଦ୍ୱାରା ଯେ ସନ୍ତାନ ଉନ୍ନତ ଅଭ୍ୟାସ ଓ ବ୍ୟବହାରରେ ପରିପୃଷ୍ଟ ଲାଭ କରେ ନା, ତାହା ବି ବାସ୍ତବିକତା। ଏଇଟା ପଥରକଉଡ଼ିର 119 ନମ୍ବରରେ କହିଛନ୍ତି ଠାକୁର। ତେଣୁ ତାହା ଆକ୍ଚୁଆଲି ବାସ୍ତବିକ। ଆଜି ମାନେ ଆମର ଯେଉଁ ବୈବାହିକ ଜୀବନ କୁହନ୍ତୁ କି ସନ୍ତାନଚର୍ୟା କୁହନ୍ତୁ, କେତେ ବଡ଼ ବେପାର ହେଇଯାଇଛି। ଲୋକ ନିଜର ସ୍ୱାର୍ଥ ପାଇଁ ନିଜର ସମ୍ପର୍କଟାକୁ ଠିକ୍ରେ ବୁଝି ପାରୁନାହାନ୍ତି। ତେଣୁ ଠାକୁର କହିଲେ, ତୁ ଯଦି ମୋର ପଞ୍ଚନୀତିକୁ ପ୍ରଥମେ ଆଗ ପୂରଣ କର, ଆଗ ଭଲରେ ପ୍ରଥମେ ଦୀକ୍ଷା ନେ। ଦୀକ୍ଷା ମାନେ କ'ଣ? ଦୀକ୍ଷା ମାନେ ହେଉଛି ଗୋଟେ ଏଜୁକେସନ୍, ଗୋଟେ ଶିକ୍ଷା। ଯେଉଁ ଶିକ୍ଷା ନେଲେ କି ମଣିଷ ତା'ର କର୍ମଗୁଡ଼ିକ ଠିକ୍ ଭାବରେ କରିପାରିବ। ତେଣୁ ଗୋଟେ ଲଙ୍ଗ୍ ଲାଇଫ୍, ଗୋଟେ ନିରୋଗଗ୍ରସ୍ତ ଜୀବନ ପାଇଁ ଆମକୁ ଦୀକ୍ଷା, ଶିକ୍ଷା, ବିବାହ ଏଇ ତିନିଟାକୁ ଠିକ୍ ଭାବରେ ଆମକୁ ପାଳନ କରିବାକୁ ପଡ଼ିବ। ଯଦି ଶିକ୍ଷା ଠିକ୍ରେ ନହେଲା, ବୈବାହିକ ଜୀବନ ଠିକ୍ରେ ନହେଲା, ତାହେଲେ ଗୋଟେ ମଣିଷ ତା'ର ପାରିବାରିକ ଜୀବନଟା ଠିକ୍ ହେଇପାରିବନି। ତେଣୁ ଠାକୁର କହିଲେ ଗୋଟେ ବ୍ୟକ୍ତି ବିଶେଷ ଆଗ ଭଲ ହେବା ଦରକାର। ବ୍ୟକ୍ତି ଯଦି ଠିକ୍ ହେଲା, ତା'ର ଦାମ୍ପତ୍ୟ ଜୀବନଟା ଠିକ୍ ହେଇଯିବ। ଦାମ୍ପତ୍ୟ ଠିକ୍ ହେଇଗଲେ ତା'ର ପାରିବାରିକ, ତାପରେ ସମାଜ, ଆଉ ତାପରେ ରାଷ୍ଟ୍ର। ଏଇ ଜିନିଷ ଆମେ ଜାଣିପାରୁନୁ ବୋଲି ଆମେ ଆଜି ଘରେ ଘରେ ସମସ୍ତେ ସମସ୍ତଙ୍କୁ ଆଉ ମାନେ ଅସହ୍ୟ ହେଇ ପଡ଼ୁଛନ୍ତି। କେହି କାହାକୁ ଆଉ ଟଲରେଟ୍ କରିପାରୁନାହାନ୍ତି। ଏହାର ମୂଳ କାରଣ ହେଉଛି ଆମେ ଜଣକୁ କେନ୍ଦ୍ର କରିକି ଚଳୁନେ। ଯେମିତି ସୂର୍ଯ୍ୟକୁ କେନ୍ଦ୍ର କରିକି ଏ ନବଗ୍ରହ ଚଳନ୍ତି, ଠିକ୍ ସେମିତି ଆମେ ଆଚାର୍ଯ୍ୟଙ୍କୁ, ଗୁରୁଙ୍କୁ କେନ୍ଦ୍ର କରି ପରିବାରରେ ସମସ୍ତେ ଚଳିବା, ତାହେଲେ ନିଶ୍ଚିତ ଭାବରେ ଆମର ବାଲାନ୍ସଡ୍ ଲାଇଫ୍ ହେଇଯିବ। ଗୋଟେ ସୁଖମୟ ଜୀବନ ହେଇଯିବ। ପରସ୍ପର ପ୍ରତି ଭଲ ପାଇବା ବଢ଼ିଯିବ। ଏହି ସେବା ଦେବା ମନୋଭାବଟା ବଢ଼ିଯିବ। ତେଣୁ ଆଶା କରେ ଏହି ମାତୃ ସମ୍ମିଳନୀରେ ଆମେ ସମସ୍ତେ ଏଇ ଜିନିଷ ନିଜକୁ ମାନେ ଆମେ ପ୍ରୋମିସ୍ କରିବା କି ଆମେ ଯାହା ବି ହେଉନା କାହିଁକି ଆମ ଚରିତ୍ରଟାକୁ କେମିତି ଭଲ ଭାବରେ ଗଠନ କରିବା। ଗୋଟେ ଠାକୁର କହିଲେ, ଏବେ ଆଜିର ଆଧୁନିକ ସମାଜରେ ଆମେ ଭାବୁଛେ ପୁରୁଷ ନାରୀ ଦୁଇ ଜଣ ସମାନ।
କିନ୍ତୁ ଶ୍ରୀ ଶ୍ରୀ ଠାକୁର ଆମକୁ କହିଛନ୍ତି ଯେ ନାରୀ ଜାତି ହେଉଛି ପୁରୁଷଠୁ ଉର୍ଦ୍ଧ୍ୱରେ, ସେଥିପାଇଁ ନାରୀକୁ ପୂଜା କରାଯାଏ। କାହିଁକି? ନାରୀଠାରୁ ଜନ୍ମେ ଜାତି, ପୁରୁଷ ଜାତି ଆଉ ନାରୀ ଜାତି। ତେଣୁ ଗୋଟେ ମା' ତାଠୁ ଯେତେବେଳେ ସମାଜ ଗଠନ ହେଉଛି, ଭାବନ୍ତୁ ମା'ର ଶୁଦ୍ଧତାଟା କେତେ ରହିବା ଦରକାର। ତେଣୁ ଶୁଦ୍ଧତାଟା ଖାଲି ଶାରୀରିକ ନୁହେଁ, ଶୁଦ୍ଧତାଟା ମାନସିକ ପଟରେ ରହିବା ଦରକାର। ବ୍ୟବହାର, ବାକ୍ୟ, ଚାଲି ଚଳଣ, କଥାବାର୍ତ୍ତା ସବୁ ଜିନିଷରେ ଯଦି ଶୁଦ୍ଧତା ରହେ, ତାହେଲେ ଗୋଟେ ସୁସନ୍ତାନର ଜନନୀ ହେଇପାରିବ। ସମସ୍ତଙ୍କ ମଙ୍ଗଳ କାମନା କରି ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖାତ୍। ଜୟ।